ଦେଖିବା ଚାଲନ୍ତୁ ବାବାଙ୍କ ମନ୍ଦିର କେଉଁ ଜାଗାରେ ଅଛି। ଲେଟ୍ କରିବାନି, ବ୍ଲଗ୍ ଏବେ ଷ୍ଟାର୍ଟ କରିବା। ହ୍ୟାଲୋ ହାଇ ଗାଇସ୍, ଦେଖନ୍ତୁ ବର୍ତ୍ତମାନ କୁକୁଆମା ଆମର ରେଡ଼ି ହେଇଗଲାଣି ବାହାରିବା। ବର୍ତ୍ତମାନ ଦେଖନ୍ତୁ ଆମେ ଏପଟେ ଯାଉଛୁ। ଆମର ଏଇଟା ଯଦି କେଉଁଝରରୁ କି ସେପଟୁ ଆମର ଆସିବେ ତାଳଚେର ପାଲଡ଼ା ଆଡ଼ୁ, ତ କେଉଁଝର ପଟେ ଦେଇକି ଲେଫ୍ଟ ଟର୍ଣ୍ଣ ଏଠୁ ନେଇକି ଯିବେ। ଯଦି କଟକ ଭୁବନେଶ୍ୱର ଆସୁଛନ୍ତି ସେପଟୁ ରାଇଟ୍ ଟର୍ଣ୍ଣ ନେଇକି ଯିବାକୁ ପଡ଼ିବ। ବର୍ତ୍ତମାନ ଆମେ ଚାଲିଲୁ ବାବାଙ୍କ ଦର୍ଶନ ପାଇଁ। ଆଜି ଆମେ ଯାଉଛୁ। ବର୍ତ୍ତମାନ ଆମେ ଯେଉଁ କେଉଁଝରରୁ ପାଟଣା ରୋଡ଼ ଲାବଣ୍ୟ ଛକରୁ ଯେଉଁ ରାସ୍ତା ଆସିଛି ଆମର ସେପଟେ ଯାଉଛୁ। ବର୍ତ୍ତମାନ ଗୋଟେ ରେଲୱେ ବ୍ରିଜ୍ ତଳେ ଦେଇକି ଯିବାକୁ ପଡ଼ିବ। ଗଲା ପରେ ତାପରେ ଆମେ ରାଇଟ୍ ସାଇଡ଼୍ରେ ଦେଖିବା ବାବାଙ୍କ ମନ୍ଦିର ଦେଖାଗଲାଣି ଏଠୁ। ବର୍ତ୍ତମାନ ଆମେ ଭିତରକୁ ଯିବା। ବର୍ତ୍ତମାନ ଆମେ ପହଞ୍ଚିଗଲୁ ଗେଟ୍ ପାଖରେ। ଆମର ବାବାଙ୍କ ମନ୍ଦିରରେ କାମ ବି ଚାଲିଛି, ସରିନାହିଁ। ନୂଆ ଏବେ ମନ୍ଦିର ହେଇଛି। ମାନେ ଆମେ ଗାଡ଼ି ଏଠି ରଖିଦେବା। କୁକୁଆମା ଆମର ଓହ୍ଲେଇକି ଚାଲିଲେ ସିଧା ମନ୍ଦିର ପାଖକୁ। ଦେଖନ୍ତୁ କେତେ ସୁନ୍ଦର ପ୍ଲେସ୍ ବଗା ହେଇଛି। ଦେଖନ୍ତୁ ସାଇଡ଼୍ରେ ବି ନଦୀ ଅଛି। ବହୁତ ସୁନ୍ଦର ହାୱା ବି ଆସୁଛି। କେତେ ସୁନ୍ଦର ଦେଖାଯାଉଛି। ଦେଖନ୍ତୁ ବର୍ତ୍ତମାନ ଆମେ ଦ୍ୱାରିକା ମାଇ ଭିତରକୁ ଯିବା। ଏଠାରେ ବାବାଙ୍କର ସବୁଦିନ ଧୂନି ଜଳୁଥାଏ। ବାବାଙ୍କ ପାଖରେ ଏଠୁ ଗୋଟେ ଦୀପ ଜାଳିଦେବା। ଜାଳି ଦେଇ ସେପଟେ ଯିବା ମନ୍ଦିର ଭିତରକୁ। ପ୍ରସାଦ ଟିକେ ଏଠୁ ନେଇଯିବା। ମାମା ଚାଲ ନମ କର। ମାମା ନମ କରି ଆସ। ବର୍ତ୍ତମାନ ଆମେ ବାବାଙ୍କୁ ଦର୍ଶନ କରିଲୁ। ଆପଣମାନଙ୍କୁ ଆମେ ବି ଦର୍ଶନ କଲୁ। ବର୍ତ୍ତମାନ ଯିବା ବାବାଙ୍କର ଗୋଟେ ଜାଗାରେ ଆମର ମନ୍ତ୍ର ଲେଖାଯାଇଛି, ସେପଟେ ଯିବା। ଏଠି ଗଣପତି ବାବାଙ୍କୁ ଆମର ଟିକେ ଦର୍ଶନ କରିଦେଇକି ଯିବା। ଭିଡ଼ିଓ ଜମା ବି ସ୍କିପ୍ କରିବେନି, କାହିଁକିନା ଆଗକୁ ବାବାଙ୍କର ଚାଲନ୍ତୁ ଦେଖିବା କେତେ ସୁନ୍ଦର ନୀତିବାଣୀ ଅଛି। ନୀତିବାଣୀ ଗୋଟା ପଢ଼ିବା, ଦେଖିବା। ବର୍ତ୍ତମାନ ଏଠି ବାବାଙ୍କର ଫଟୋ ପାଖରେ ଟିକେ ଦର୍ଶନ କରିଦେବା। ବାବାଙ୍କର ନୀତିବାଣୀ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହିଲୁ। ଜୟ ସାଇ ବାବା କି ଜୟ।